ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ତ ଆଜି ଜଣଙ୍କର ବ୍ୟକ୍ତିଗତ କାହାଣୀ ମୁଁ ଆପଣମାନଙ୍କ ଆଗରେ ସେୟାର କରିବି। ସେ ମୋତେ କହିଥିଲେ, ଆପଣ ନିଶ୍ଚିନ୍ତ ଜଣେଇବେ ଯେ ଏଥିରେ କ'ଣ କରିବାର ଅଛି। କିଏ ଏଠି ଠିକ୍, କିଏ କ'ଣ ଚାହୁଁଛି ଏବଂ ଯିଏ ଯାହା ଚାହୁଁଛି ସେଇଟା ସତରେ ସେ କରିବ କି ନାହିଁ। ତ କଥା ଏମିତି ହେଉଛି ଯେ ଜଣେ ରାଜାଟେ ଗୋଟେ ବଜାରକୁ ଗଲେ। ସେ ବଜାରରେ ଗୋଟେ ସୁନ୍ଦର କଣ୍ଢେଇଟେ ଥିଲା, କଥା କୁହା କଣ୍ଢେଇ। ସେ କଣ୍ଢେଇଟାକୁ ସେ ବହୁତ ପସନ୍ଦ କଲେ। କଣ୍ଢେଇ କିନ୍ତୁ ଏବେ ଚାହୁଁନଥିଲା କୌଣସି ଲୋକ ପାଖକୁ ଯିବାକୁ। କଣ୍ଢେଇକୁ କିନ୍ତୁ ଆବଶ୍ୟକ ନଥିଲା କୌଣସି ଲୋକର କେୟାର, ଭଲ ପାଇବା, କି କିଏ ଗୋଟେ ମୋତେ ନେଇକି ରଖୁ, ଏଗୁଡ଼ା ଦରକାର ନଥିଲା। କାରଣ ମାଲିକ ତାକୁ ଚାହୁଁନଥିଲା କାହାକୁ ଦେବାକୁ। ସେ ତା'ର ଆରାମରେ ଗୋଟେ ଦୋକାନରେ ଥିଲା। ଆଉ ହଁ, କିଛିଟା ସାଙ୍ଗସାଥୀ ତା କଣ୍ଢେଇମାନଙ୍କ ସହିତ ସେ ଖୁସିରେ ଥିଲା। କିନ୍ତୁ ରାଜା ତାଙ୍କୁ ଭଲ ପାଇଗଲେ। ରାଜା ତ ଅବଶ୍ୟ ତାକୁ କେୟାରରେ ରଖନ୍ତି, କିନ୍ତୁ ନିଜ ଜାଗାରେ ନେଇକି ରଖିପାରିବେନି। ବହୁତ ସାରା ଲୋକ ବହୁତ କଥା କହିବେ ବୋଲି, ଟିକେ ଏକ୍ସଟ୍ରା ତାଙ୍କୁ ସିକ୍ୟୁରିଟି ପ୍ରଦାନ କରିବେ ବୋଲି ସେ ଗୋଟେ ଅଲଗା ସୁନ୍ଦର ଜାଗାରେ ତାକୁ ରଖିଥିଲେ। କିନ୍ତୁ ତାକୁ ସେତିକି ହିଁ ଭଲ ପାଇବା ଦେଉଥିଲେ। କଣ୍ଢେଇରେ ଯେତେବେଳେ ଆଉ କେଉଁ କଣ୍ଢେଇ ପାଖକୁ ପଳାଏ, କି ଆଉ କେଉଁ ମାଲିକ ଯେତେବେଳେ ସେ କଣ୍ଢେଇକୁ ଆସିକି ଛୁଇଁ ଦିଏ କି ଦେଖିଦିଏ କି କଣ୍ଢେଇ ବିଷୟରେ କିଛି କହିଦିଏ ନା, ମନେ ମନେ ରାଜାକୁ ଜମା ପସନ୍ଦ ନଥିଲା। କାରଣ ରାଜା ଚାହୁଁଥିଲେ କଣ୍ଢେଇଟା କେବଳ ମୋର, କଣ୍ଢେଇକୁ କେବଳ ମୁଁ ଭଲ ପାଉଛି, ତ କଣ୍ଢେଇ କେବଳ ମୋର। କିନ୍ତୁ ଯେତେବେଳେ ସେଇ ସମାନ ଭଲ ପାଇବା ପାଇକି, ଏତେ ସୁନ୍ଦର ଭଲ ପାଇବା ପାଇକି ଯେତେବେଳେ କଣ୍ଢେଇଟି ରାଜାଙ୍କ ପଛରେ ପାଗଳ ହେଇଗଲା, ରାଜାଙ୍କୁ ସେ ଠିକ୍ କେଉଁଟା ଭୁଲ କେଉଁଟା ସବୁଥିରେ କହିବାକୁ ଲାଗିଲା, ରାଜାଙ୍କୁ ସେଇ ସମୟ ମାଗିବାକୁ ଲାଗିଲା, ରାଜାଙ୍କଠାରୁ ସେ ଭଲ ପାଇବାଟା ବହୁତ ଆଶା କଲା, ଆଉ ଗୋଟେ ଗୋଟେ ଦିନ ରାଜାଙ୍କୁ ଅପେକ୍ଷା କରିବାରେ ଲାଗିଲା ଏବଂ ନିଜ ଅଭିଯୋଗ ଅଧିକାର ଜତେଇଲା, ସେତେବେଳେ ରାଜାଙ୍କୁ ଏ କଥାଟା ଟିକେ ଖଟକିଲା। ରାଜାଙ୍କୁ ଏ କଥା ଭଲ ଲାଗିଲାନି। ରାଜା କହିଲେ ଯେ ମୁଁ ଜାଣିଛି ମୁଁ କେମିତି ଚଳୁଛି, ତ ତୁ ମୋତେ ଚିନ୍ତା ବଢ଼ଉଛୁ, ତୁ ମୋର ଦେହ ଖରାପ କରୁଛୁ, ଇଏ କରୁଛୁ, ରାଗ ରୁଷାରେ ଏମିତି କିଛି କହିଦେଲେ। ମୁଁ ମାନୁଛି ରାଗ ରୁଷାରେ ସେ କେମିତି କିଛି କହିଦେଲେ। ତ ଯେତେବେଳେ ରାଗରେ ସେ କହିଦେଇଛନ୍ତି, ତାପରେ ଅବଶ୍ୟ ରାଜା କହିଲେ ଯେ ମୁଁ ଭୁଲରେ କହିଦେଇଛି, ମୁଁ କ'ଣ ରାଗରେ ଦୁଇଟା କହିଦେଇଛି ବୋଲି ତୁ କ'ଣ ଧରିକି ବସିଛୁ କି। କିନ୍ତୁ ସେଇଟା ବୁଝିଲେନି ଯେ କଣ୍ଢେଇ ତ ଏସବୁ ବିଷୟରେ କିଛି ଜାଣି ହିଁ ନଥିଲା। କଣ୍ଢେଇ ଜାଣିନଥିଲା କାହା ପାଇଁ ଅପେକ୍ଷା କରିବା, କଣ୍ଢେଇ ଜାଣିନଥିଲା କାହା ପାଇଁ ଭଲ ଚିନ୍ତା କରିବା, କି ହଁ ଭଲ ଚିନ୍ତା କରିବା ହୁଏତ ଜାଣିଥାଏ, କିନ୍ତୁ ପର୍ଟିକୁଲାର ଗୋଟେ ରାଜାକୁ ହିଁ ସେ ଏତେ ସମୟ ଦେବ, ଏତେ ଭଲ ପାଇବା ଦେବ, କି ତାଠାରୁ ହିଁ ଭଲ ପାଇବା ସମୟ ଆଶା କରିବ, ଏଇଟା ତ ସେ ଚାହୁଁନଥିଲା ନା। ରାଜା ତ ନିଜେ ହିଁ ତାଙ୍କୁ ଫିଲ୍ କରିବା ଶିଖେଇଲେ। ଏତେ ସବୁ ସମ୍ମାନ ଆଦର ଦେଲା ପରେ ଯେତେବେଳେ ରାଜା ହଠାତ୍ ବଦଳିବାକୁ ଲାଗିଲେ, ସେତେବେଳେ କଣ୍ଢେଇକୁ କ'ଣ କଷ୍ଟ ହେବନି? କଣ୍ଢେଇ କ'ଣ ଚାହେଁ? କଣ୍ଢେଇ ସବୁବେଳେ ଚାହୁଁଥିଲେ ହଁ ରାଜା ଯାହା କରୁଛନ୍ତି ପ୍ରଜାମାନଙ୍କ ପାଇଁ କରୁଛନ୍ତି, ଠିକ୍ ଅଛି, ସାମାଜିକ ପ୍ରାଣୀ ହିସାବରେ ସେଟା ତାଙ୍କର କର୍ତ୍ତବ୍ୟ, ତାଙ୍କ ପରିବାର ପାଇଁ କରୁଛନ୍ତି, ଠିକ୍ ଅଛି, କାରଣ ପାରିବାରିକ ମଣିଷ ହିସାବରେ ବି ତାଙ୍କର କର୍ତ୍ତବ୍ୟ। କିନ୍ତୁ ଯେଉଁ ଲୋକଟା ତାଙ୍କୁ ଧୀରେ ଧୀରେ ସେଇ କଥା ପାଇଁ ଅପମାନ ଦେଇ ଆସିଛି, ସେଇଥିରେ ଯେତେବେଳେ ରାଜା ଅଧିକା ବୁଡ଼ିକି କାମ କରନ୍ତି, ନାଇଁ ନାଇଁ ମୁଁ ବୁଝିଯିବି, ନାଇଁ ନାଇଁ ମୁଁ ହେଉଛି ଗୋଟେ ମୁଖ୍ୟ ଲୋକ, ମୁଁ କାମ କରିଦେବି, ମୁଁ ସବୁ କରିଦେବି, ମୁଁ ସବୁ ବୁଝିଦେବି, କିନ୍ତୁ ସେଇ ବୁଝିବା ଦାୟିତ୍ୱ ପରେ ସେଇ ଜିନିଷଟା ରାଜା ଯେତେବେଳେ ନେଇଯାଆନ୍ତି ଡିସିସନ୍, ତାପରେ ଯଦି କିଛି ଭୁଲ ହୁଏ ନା, ରାଜାଙ୍କୁ ହିଁ ଲୋକମାନେ ଆସିକି କୁହନ୍ତି, ଆଉ ରାଜାଙ୍କୁ ସେ କଷ୍ଟଟା ଭାରି କଷ୍ଟ ଲାଗେ। ରାଜା ଭାରି ଚିନ୍ତାରେ ରୁହନ୍ତି। ରାଜା 5-6 ଦିନ କାଳ ନିଜେ ନ ଖାଇ ନ ପିଇ ଭାରି ଚିନ୍ତାରେ ରୁହନ୍ତି, ମୁଁ ଏତେ କଲି, ଏତେ କାମ କଲି, ଏତେ ସବୁ କଲି, କିନ୍ତୁ ମୋତେ ମିଳିଲା ଏଇଆ, ଲୋକମାନେ ମୋତେ ବୁଝିପାରିଲେନି। ଠିକ୍ ସେଇ ସମୟରେ ରାଜାଙ୍କ ଭାଗର ସମୟ ତକ ଆଉ କାହାଠାରୁ ନଷ୍ଟ ହୁଏନି, କାରଣ ରାଜା ତ କାମ କରିକି ସମସ୍ତଙ୍କର କାମ କରନ୍ତି। ଭାଗ ନଷ୍ଟ ହୁଏ ସେଇ କଣ୍ଢେଇର, କାରଣ ସେଇ କଣ୍ଢେଇ ପାଇଁ ତାଙ୍କ ପାଖରେ ସମୟ ନଥାଏ। ସେ ଏତେ ଚିନ୍ତାରେ ଥାନ୍ତି ଯେ ତାଙ୍କ କଷ୍ଟ ଦେଖିକି କଣ୍ଢେଇ ବି କଷ୍ଟ କରେ। ଯେଉଁ କଣ୍ଢେଇ ସବୁବେଳେ ହସିବାକୁ ପସନ୍ଦ କରେ, ଧୀରେ ଧୀରେ ରାଜାଙ୍କ ସେଇ ଦୁଃଖ ଦେଖିକି ସେ ବି ନିଜେ କାନ୍ଦିବାକୁ ଆରମ୍ଭ କରେ। ରାଜାଙ୍କ ଦୁଃଖରେ ସେ 2 ଗୁଣା ଦୁଃଖୀ ହେଇଯାଏ। ତ ଯେତେବେଳେ ସେ ଡରରେ ଆଉ କଣ୍ଢେଇ ପାଟି ବି ଖୋଲି ପାରେନି, ତ ମନେକର କଣ୍ଢେଇ ଯଦି କୌଣସି ଜିନିଷରେ ଆକଟ କରିଛି, ଏଇଟା ଖାଇଲେ ଏମିତି ହେବ, ସେଇଟା ଖାଇଲେ ସେମିତି ହେବ କି କ'ଣ, ଯେମିତିକି କଣ୍ଢେଇକୁ ବି ରାଜା କହନ୍ତି ନା ତୁ ଏମିତି ସଜ ହେବୁ, ଏମିତି ଖାଇବୁ, ଏମିତି ପିଇବୁ। ତାଙ୍କ ଭଲ ପାଇବା ଯେମିତି ଥାଏ, କଣ୍ଢେଇର ବି ଆଶା ଥାଏ ଯେ ରାଜା ଏମିତି ଭଲ ରହନ୍ତୁ। ରାଜା କ'ଣ କଲେ ନା, ଏଇସବୁ ଆପଟରୁ ବଞ୍ଚିବା ପାଇଁ ମିଛ କହିବା ଆରମ୍ଭ କରିଦେଲେ କଣ୍ଢେଇକୁ। ଏମିତି ନୁହଁ କି କଣ୍ଢେଇକୁ ସବୁ କିଛି ସତ ଜଣା ନଥିଲା, କି ମିଛ ସେ ଧରା ପଡ଼ିନଥିଲା ତା ଆଗରେ, ତାକୁ ମନ ଧରା ପଡ଼ିଲା, ସେ କଷ୍ଟ ପାଇଲା ସତ, କିନ୍ତୁ ସେ କ'ଣ ରାଜାଙ୍କୁ ଆଉ ପୁଣି ଥରେ ପ୍ରତ୍ୟୁତ୍ତର ଦେଇକି ପ୍ରଶ୍ନ ପଚାରି ପାରିବ କି? ପ୍ରଶ୍ନ ପଚାରି ପାରିବନି। କାହିଁକି? କାରଣ ସେ ପୂର୍ବରୁ ଜାଣିଛି ଯେ ତା ପ୍ରଶ୍ନ କୁଆଡ଼େ ବେଶୀ କଷ୍ଟ ଦିଏ। ତ ସେ ସବୁ କଷ୍ଟକୁ ସେ ତାଙ୍କ ସହିତ ପୁଣି ମିଶିକି ତା ନିଜ ସମୟର ଭାଗ ଯାଉ ପଛେ, ସେ ନିଜେ ଯେତେ କଷ୍ଟ ହେଉ ପଛେ, ସେ ସବୁକୁ ସେ ଶୁଣିବାକୁ ଚେଷ୍ଟା କରିବ, ସେ ସବୁକୁ ସେ ସହିବାକୁ ଚେଷ୍ଟା କରିବ। ଆଉ ଧୀରେ ଧୀରେ କଣ୍ଢେଇଟି ପୂର୍ବ ଭଳି ପୁଣି ଫିଲିଂଲେସ୍, ଇମୋସନଲେସ୍ ହେଇଯିବ, ଯେଉଁଠିକି ସେ କିଛି ଆଉ କହିବନି। ତାହେଲେ ସେଇଟା କଲେ ହିଁ କ'ଣ ରାଜା ବୁଝିପାରିବ ନିଜ ଭୁଲ? ସେଇଟା କଲେ ହିଁ କ'ଣ ରାଜା କରିପାରିବ ସେ ଜିନିଷ କି? ଆପଣଙ୍କ ମତାମତ ନିଶ୍ଚିନ୍ତ କମେଣ୍ଟ ଜରିଆରେ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।